ଏମିତି ଯେତେବେଳେ ଗୀତ ଶୁଣୁଥିଲି ବବିତା ଗୁଣିଙ୍କର ମୋ ହୃଦୟ ଉଦ୍ବେଳିତ ହଉଥିଲେ। ଯିଏ ଅଛ ସିଏ ଅଛ ପରମେଶ୍ୱର, ଅନନ୍ତ ଶାଶ୍ୱତ ପରମେଶ୍ୱର, ନିତ୍ୟ ଜୀବିତ ପରମେଶ୍ୱର, ଧାର୍ମିକ ପରମେଶ୍ୱର, ଦୟାରେ ବିଗଳିତ ପରମେଶ୍ୱର, ସୃଷ୍ଟିର ଭିତ୍ତିମୂଳ କରିଥିବା ପରମେଶ୍ୱର ଗୋଟିଏ ପୁରାପୁରି ବାକ୍ୟ ଆମମାନଙ୍କୁ ଦେଇଦେଲେ। ସେଇ ପରମେଶ୍ୱର ତାଙ୍କର ଧନ୍ୟବାଦ କରିବା, ଗୌରବ କରିବା, ପ୍ରଶଂସା କରୁଥିବା। ଯେତେବେଳେ ଗୀତ ବୋଲନ୍ତି ଭଉଣୀ ମାନେ, ଭାଇ ମାନେ, ତ ଆମମାନଙ୍କୁ ଗୋଟିଏ ନୂତନ ଉଦ୍ବେଳିତ ଭାବରେ ଆମମାନଙ୍କୁ ଆହ୍ୱାନ ଦିଏ, ଆମମାନଙ୍କର ମନକୁ ଆହୁରି ଉଦ୍ବେଳିତ କରେ, ଉଦ୍ଯୋଗୀ କରାଏ। କେତେ ସୁନ୍ଦର ବାକ୍ୟ, ସୁନ୍ଦର ଗୀତ ଦ୍ୱାରା ପ୍ରଭୁ ଆମମାନଙ୍କୁ ପ୍ରତିଦିନ କଥା କହୁଛନ୍ତି। ଧନ୍ୟବାଦ ଦିଏ ଆମମାନଙ୍କର ପରମେଶ୍ୱରକୁ, ଧନ୍ୟବାଦ ଦିଏ ଆପଣମାନେ ସମସ୍ତଙ୍କୁ। ବିଶେଷ ଭାବରେ ଆମମାନେ ଗୋଟେ ନୂଆ ବର୍ଷରେ ପଦାର୍ପଣ କରିଛେ। ଆଉ ଏଇ ନୂଆ ବର୍ଷର ପ୍ରଥମ ମାସର 22ତମ ଦିନରେ ମତେ ପରମେଶ୍ୱର ପ୍ରଭୁ ଯୀଶୁ ସୁଯୋଗ ଦେଇଛନ୍ତି। ଆମମାନେ 21 ଦିନ ବିତେଇ ସାରିଛେ, 22 ଦିନରେ ପଦାର୍ପଣ କରିଛେ। ଏଇ ନୂଆ ବର୍ଷଟି ଗୋଟେ ନୂଆ ସୁଯୋଗ ଭାବେ ଆମମାନଙ୍କୁ ଦେଇଛନ୍ତି। ଆମମାନେ ଜାଣୁନା ଆଗାମୀ ଦିନ ଗୁଡିକ ଆମ ପାଇଁ କଣ ଅଛି, ଆମମାନେ ଜାଣୁନା ଆଗାମୀ ସମୟରେ କଣ ଘଟିବ, କିନ୍ତୁ ଆମମାନେ ଗତ ଦିନ ମାନଙ୍କରେ କିଛି ଦିନ ଦେଖିଛୁ କିପରି ଲସ୍ ଆଞ୍ଜେଲସ୍ ପୋଡିକି ପାଉଁଶ ହେଇଯାଇଛି। ଆମେରିକା ଧନୀ ରାଷ୍ଟ୍ର, ସେ ଷ୍ଟେଟ ମଧ୍ୟ ବହୁତ ଧନୀ, କିନ୍ତୁ ପୋଡି ପାଉଁଶ ହେଇଯାଇଛି। ସଦାପ୍ରଭୁ କ୍ରୋଧ ପ୍ରଜ୍ୱଳିତ ହୋଇଅଛି। ଆମମାନେ ଯେତେବେଳେ ଦେଖୁ ଯୁଦ୍ଧ ଲାଗିଛି ଭିନ୍ନ ଭିନ୍ନ ସମୟରେ, ଭିନ୍ନ ଭିନ୍ନ ଜାଗାରେ, ଆମମାନଙ୍କର ଚିନ୍ତା ବଢି ଯାଇଥାଏ। କିନ୍ତୁ ଏଇ ଦିନରେ ପ୍ରଭୁ ଆମମାନଙ୍କ ସହିତରେ ଅଛି, ଆମମାନଙ୍କ ସହିତରେ ଅଛି, ଆମମାନଙ୍କୁ କଢେଇ ନଉଛନ୍ତି, ଆମମାନଙ୍କୁ କେବେ ବି ଛାଡି ନାହାନ୍ତି। ସେଇ ଇମାନୁଏଲ ପରମେଶ୍ୱର ଆମ ସହିତରେ ଅଛନ୍ତି। ଏ ବର୍ଷର ପ୍ରତିଟି ମୁହୂର୍ତ୍ତ ସେ ଆମମାନଙ୍କ ସହିତ ରହିବ ବୋଲି ପ୍ରତିଜ୍ଞା କରିଛନ୍ତି। ହୁଏତ ଆମେ ବିଶ୍ୱସ୍ତ ହେଇଯାଉ, ହୁଏତ ଆମମାନେ ବଦଳି ଯାଉ, କିନ୍ତୁ ସେ କେବେ ବଦଳନ୍ତି ନାହିଁ। ସେ ଅପରିବର୍ତ୍ତନୀୟ ପରମେଶ୍ୱର ଅଟନ୍ତି। ସେଇ ସଦାପ୍ରଭୁଙ୍କର ବିବିଧ ଦୟା ସକାଶୁ ଆଜି ଆମମାନେ ବଞ୍ଚି ରଖିଛୁ। ପ୍ରଭୁ ଆଜି ଆମମାନଙ୍କୁ କଥା କହିବେ। ଗତକାଲି ଆମମାନଙ୍କୁ କଥା କହିଥିଲେ ପ୍ରଭୁ କାହିଁକି ବକ୍ର ପଥ ଦେଇ, ଭିନ୍ନ ଭିନ୍ନ ସମସ୍ୟା ମଧ୍ୟ ଦେଇ, ଭିନ୍ନ ଭିନ୍ନ କଠିନ ପରିସ୍ଥିତି ଦେଇ, ଭିନ୍ନ ଭିନ୍ନ ବକ୍ର ରାସ୍ତା ଦେଇ ଆମମାନଙ୍କୁ ନେଇଥାନ୍ତି। କାରଣ ସେ ଆମମାନଙ୍କୁ ସିଦ୍ଧ ହେବାକୁ ଇଚ୍ଛା କରିଥାନ୍ତି, ତାଙ୍କ ପାଇଁ ଯୋଗ୍ୟ ଆଚରଣ କରିବାକୁ ଇଚ୍ଛା କରିଥାନ୍ତି। କାଲି ଯେତେବେଳେ ଭଉଣୀ କଥା କହୁଥିଲେ, ସେ କଥା କହୁନଥିଲେ, ପରମେଶ୍ୱର ଆମମାନଙ୍କୁ ଚେତେଇ ଦଉଥିଲେ ଆଉ ଆମମାନଙ୍କୁ ସାହସ ଦଉଥିଲେ। ମୁଁ ତ ସହିତରେ ଅଛି, ହୁଏତ ତୁ ବକ୍ର ପଥରେ ଯାଉଥାଉ। ଆଜି ଯେଉଁ ଅଂଶ ଆପଣ ମାନେ ଦେଖିବା, ଆମେ ସମସ୍ତେ ଦେଖିବା, ତା ଆପଣ ମାନେ ପାଇବେ ସେ ଯିଶାଉ ପୁସ୍ତକ 41 ପର୍ବ 10ରୁ 16। ଯଦି କେହି ପଢି ଦେଇ ପାରିବେ ଭଲ, ନହେଲେ ମୁଁ ପଢିବି। ଏଠାରେ ଏହିପରି ଲେଖାଯାଏ, ତୁମ୍ଭେ ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭ ସଙ୍ଗରେ ଅଛୁ। ନିରାଶ ହୁଅ ନାହିଁ, କାରଣ ଆମ୍ଭେ ତୁମ୍ଭର ପରମେଶ୍ୱର। ଆମ୍ଭେ ତୁମ୍ଭକୁ ସବଳ କରିବା, ହଁ ଆମ୍ଭେ ତୁମ୍ଭର ସାହାଯ୍ୟ କରିବା, ହଁ ଆମ୍ଭେ ଆପଣା ଧର୍ମ ସ୍ୱରୂପ ଦକ୍ଷିଣ ହସ୍ତରେ ତୁମ୍ଭକୁ ଧରି ରଖିବା। ଦେଖ, ଯେଉଁମାନେ ତୁମ୍ଭ ପ୍ରତି କୁପିତ ଅଛନ୍ତି ସେ ସମସ୍ତେ ଲଜ୍ଜିତ ଓ ଘାବରା ହେବେ। ଯେଉଁମାନେ ତୁମ୍ଭ ସଙ୍ଗେ ବିରୋଧ କରନ୍ତି ସେମାନେ ଅବସ୍ତୁ ତୁଲ୍ୟ ହୋଇ ବିନଷ୍ଟ ହେବେ। ଯେଉଁମାନେ ତୁମ୍ଭ ସଙ୍ଗେ ବିରୋଧ କରନ୍ତି ତୁମ୍ଭେ ସେମାନଙ୍କୁ ଅନ୍ୱେଷଣ କରିବ, ମାତ୍ର ସେମାନଙ୍କର ଉଦ୍ଦେଶ୍ୟ ପାଇବ ନାହିଁ। ଯେଉଁମାନେ ତୁମ୍ଭ ସଙ୍ଗେ ଯୁଦ୍ଧ କରନ୍ତି ସେମାନେ ଅବସ୍ତୁ ତୁଲ୍ୟ ଓ ଅକିଞ୍ଚନ ହେବେ। କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭ ଦକ୍ଷିଣ ହସ୍ତ ଧରି ତୁମ୍ଭକୁ କହିବା, ଭୟ କର ନାହିଁ, ଆମ୍ଭେ ତୁମ୍ଭର ସାହାଯ୍ୟ କରିବା। ହେ କୀଟ ସ୍ୱରୂପ ଯାକୁବ, ହେ ଇସ୍ରାଏଲୀୟ ନରଗଣ, ଭୟ କର ନାହିଁ। ସଦାପ୍ରଭୁ କହନ୍ତି ଆମ୍ଭେ ତୁମ୍ଭର ସାହାଯ୍ୟ କରିବା ଓ ଇସ୍ରାଏଲ ଧର୍ମ ସ୍ୱରୂପ ତୁମ୍ଭର ମୁକ୍ତିଦାତା ଅଟନ୍ତି। ଦେଖ, ଆମ୍ଭେ ତୁମ୍ଭକୁ ତୀକ୍ଷ୍ଣ ଛୁରିକା ବିଶିଷ୍ଟ ଏକ ନୂତନ ଶସ୍ୟ ମର୍ଦ୍ଦନ ଯନ୍ତ୍ର ସ୍ୱରୂପ କରିବା। ତୁମ୍ଭେ ପର୍ବତଗଣକୁ ମର୍ଦ୍ଦନ କରି ଚୂର୍ଣ୍ଣ କରିବ ଓ ଉପପର୍ବତଗଣକୁ ଭୂଷି ତୁଲ୍ୟ କରିବ। ତୁମ୍ଭେ ସେମାନଙ୍କୁ କୁଲାରେ ଉଡାଇଲେ ବାୟୁ ସେମାନଙ୍କୁ ଉଡାଇ ନେଇଯିବ ଓ ଘୂର୍ଣ୍ଣି ବାୟୁ ସେମାନଙ୍କୁ ଛିନ୍ନ ଭିନ୍ନ କରି ପକାଇବ। ପୁଣି ତୁମ୍ଭେ ସଦାପ୍ରଭୁଙ୍କ ଠାରେ ଉଲ୍ଲାସ କରିବ ଓ ଇସ୍ରାଏଲ ଧର୍ମ ସ୍ୱରୂପଙ୍କ ଠାରେ ଦର୍ପ କରିବ। ଆମିନ୍। ଆସୁ ଆମେ କିଛି ସମୟ ପ୍ରାର୍ଥନା କରିବା।
आय आमको नितांत प्रेममय परमेश्वर प्रभु जीशु तुम धन्यवाद प्रशंसा करुचु ए सुंदर समय पाई प्रभु तुम्हें वाक्य रूपी परमेश्वर वाक्य द्वारा सब किछि सृष्टि करछ वाक्य द्वारा तुम्हें प्रतिदिन आम को कथा कहूछ आज तुम्हें आम प्रत्येक अंतर से पवित्र आत्मा द्वारा कथा कह जपरी आम मैंने तुम से वाक्यर निगूढ़ तत्व को बुझीपर निजक सजाड़ू पुणी तुम उपर से भरोसा करी आगामी समय चली पारू बापा आमने दुर्बल मनुष्य तुम्हें आम को सबल कर तुम्हें आम सहित हुआ साहाय्य कर ये छोट भिक्षा प्रभु जीशु नाम मागुछु आमीन। आमने आज जिशा भविष्य पाठ रू पढ़िलु जदि आमने जिशा विषय देखु से गोटे राजवंश आसते किंतु प्रभु तांको भाववादी हेबार आह्वान देले तांको भाववादी सेवा कार्य करने को देले जो कि से ईश्वर को निकट जहाँ पाउतले जहाँ शुणुले ता लोक मान निकट प्रकाश करते अनेक विषय से प्रकाश करछन्ते आमे जदि जिशा रे देखिबा केते पर्व अछि प्राय 65-66 पर्व अछि और ता भीतर से अनेक अनेक भविष्य वाक्य प्रचार करछन्ती कहिसन्ती तांकर जीवन काल भीतर किछि घटना घटिछि अनेक विषय किंतु तांकर जीवन काल पर घटिछि आमे आज जो विषयटी पढ़िले ता तांकर चाली जीवर 100 वर्ष पर घटिछि बाबिलोनिया निर्वासित विषय रे से घोषणा करछन्ती जो घटनाटी तांको समय रे हे नाही तांको उत्तर प्राय 100 वर्ष पर स्थान पाइछि एवं आउ किछि विषय से लिखिछन्ती जेउटा कि यीशुंकर जन्म विषय आमे ना देखिछु जहा कि सफल होइछि यीशुको जन्म विषय रे तांकर किपरि नामकरण कोन हेबो यीशु किपरि कुमारी गर्भरे जन्म हेबे तांकर सेवा कार्य से केमिति क्रूसरे मरिबे से सब विषय से लिखिछन्ती जहा कि प्राय 800 वर्ष पर ए सब सफल होइछि आउ किछि विषय से लिखिछन्ती जहा कि ए पर्यंत सफल हे नाही सेगुड़िक यीशुंकर द्वितीय आगमन विषय भावाणी सेहेतु प्रभु यीशुंकर द्वितीय आगमन ए पर्यंत होई नाही तांको आगमन समय से सब बेले सफल हेबाकू जाउची आउ से सब विषय से भावाणी प्रकाश करछन्ती अधिकांश विषय सफल होईची किछिटा सफल हेबाकू जाउची बाकी अछि ताहा होची जुगांत समय अपन तो किछि दिन पूर्व देखुथिले अमेरिका धनी राष्ट्र किंतु पारो नाही फेल मारी जाउची एते धन संपत्ति एते उड़ा जहाज एते सबु तने नूतन नूतन टेक्नोलॉजी ता पाखरे अछि तथापि पड़ी जाउची गोटे सहर पापर सहर मंदतार सहर पड़ी ध्वंसप्राप्त हो जाइछि केते कष्ट किंतु को माने बंची जाइछन्ती जो माने तांको ऊपर भरोसा करछन्ती सेपरि गोटे प्रभु आज मध्य कहते जुग केमिति सरिब पृथ्वी केमिति शेष हेबो आकाशमंडल केमिति लोप पाइबो एवं नूतन आकाशमंडल नूतन पृथ्वी किपरि आसीबो सेठी रे केउ माने रहिबे केमिति रहिबे ए सबरो पुंखानुपुंख विवरण से तांको भाववाणी आकार दैछन्ती वर्तमान परिप्रेक्षी रे आम चारि पाखरे घटुवा घटना गुडिक घटिबाटा आमे देखिले जानि परिबा पृथ्वीर अंतिम काल सन्निकट शेष हेबाकू जाउछि पृथ्वी हमने जानुना केतेबेले प्रभु आसीबे केतेबेले पृथ्वी लोप पाइबो आकाश मंडल वस्त्र पड़ी गोड़े होई जिवो आउ एमानक पय स्थान मिलिबो नाही काହାର अस्तित्व रहिबो नाही काहेकि कारण मनुष्यर अपराध सब दिन को दिन बढ़ी चलची स्वार्थपरता बढ़ी चलची हिंसा बढ़ी चलची हमने प्रभु पाखे ठीक भाव रही पारन अस्वाभाविक घटना घटुची स्वाभाविक नुहे जहाँकि ईश्वर पसंद करती ना घटु अच्छी से विषय सब घटी चली बढ़ी चली ईश्वर देखुंत पृथ्वीर मनुष्य मैंने जे प्रकार रहा कथा से प्रकार रोना से माने ईश्वर विरुद्ध रे विद्रोह करछन्ती ईश्वर को निंदा करछन्ती जहाँ माने अनेक थर आई भितर माने जदि देखिछु किपरि से जगह ईश्वर निंदा करा जाउतला किपरि चर्च गुड़िक मॉल करा जाउतला किपरि चर्च गुड़िक डांस बार करा जाउतला बड़ बड़ जगह बड़ बड़ सहर बड़ बड़
गृह मंदिर ଆଉ ସେ ସବୁ ଶୈତାନ କ୍ଷେତ୍ର ପାଲଟି ଯାଇଛି। ଏକ ଆରକ ବିରୁଦ୍ଧରେ ଯୁଦ୍ଧ ଚାଲିଛି। କିପରି ଗୋଟେ କଷ୍ଟକର ଅବସ୍ଥା ଦେଇ ଏ ଜଗତ ଚାଲିଛି, ଶାନ୍ତି କଣ ଆସିନାହିଁ। ଏସବୁ ବିଷୟକୁ ଦେଖିକି ପ୍ରଭୁ ଚିନ୍ତା କରୁଛନ୍ତି ନୋହଙ୍କ ସମୟରେ ଯେପରି ସେ ଡିସିସନ ନେଇଥିଲେ ସେପରି ଜୀବିତ ପ୍ରାଣୀ ମାନଙ୍କୁ ଆଉ ରଖିବାକୁ ଦେବେ ନା ଦେବେନି। ଆମେ ନୋହଙ୍କ ସମୟରେ ଦେଖୁଛୁ ଗୋଟିଏ ପରିବାରକୁ ସେ ରକ୍ଷା କଲେ, ଆଉ ସେଇ ନୋହଙ୍କ ପରିବାରରୁ ଆମମାନେ ସମସ୍ତେ ଆସିଛେ। ଯେଉଁ ମନୁଷ୍ୟକୁ ସେ ନିଜର ସାଦୃଶ୍ୟରେ ପ୍ରତିମୂର୍ତ୍ତିରେ ନିର୍ମାଣ କଲେ, ଯାହାଙ୍କ ସହିତ ସେ ସହଭାଗିତା ରଖିବା ପାଇଁ ଆନନ୍ଦ ପାଉଥିଲେ, ଯାହାଙ୍କୁ ସେ ନିଜ ହାତରେ ସୃଷ୍ଟି କଲେ, ଯେଉଁ ପୁତ୍ର କନ୍ୟା ମାନଙ୍କୁ ଆପଣାର କଲେ, ଗଢିଥିଲେ, ସେମାନେ ତାଙ୍କଠାରୁ ବିମୁଖ ହେଲେ, ନିଜର ସ୍ୱଚ୍ଛାଚାରିତା ଜୀବନରେ ଅଗ୍ରସର ହେଲେ, ଶୈତାନର କଥା ମାନିଲେ, ଶୈତାନ ଭଳି ବ୍ୟବହାର କଲେ, ପାପରେ ଲିପ୍ତ ରହିଲେ। ସେ କାଳରେ ସେହିପରି ଘଟିଥିବାରୁ ପ୍ରଭୁ ସେ ସମୟରେ ନୋହଙ୍କୁ ରକ୍ଷା କରି ଅନ୍ୟମାନଙ୍କୁ ଲୋପ କଲେ। ଆଜି ଆମମାନଙ୍କ ଜୀବନରେ କଣ ଘଟିବ ଆମମାନେ ଜାଣୁନା। ଆଗରେ 2025 ମାସର କିଛି ଦିନ ଯାଇଛି, କିନ୍ତୁ ପ୍ରଭୁ ଶେଷ କାଳ ନିମନ୍ତେ କଣ ନିର୍ଦ୍ଧାରିତ କରିଛନ୍ତି? କାରଣ ସେ ପାପକୁ ଘୃଣା କରନ୍ତି। ସେ ଚାହାନ୍ତିନି ପାପ ସର୍ବଦା ପୃଥିବୀରେ ରାଜତ୍ୱ କରୁ। ସେ ପାପର ଅନ୍ତ ଘଟାଇବେ, ଆଉ ସେ ଯେପରି ପ୍ରକାଶିତ ବାକ୍ୟରେ କୁହାଯାଏ 1000 ବର୍ଷ ରାଜ୍ୟ ସ୍ଥାପନ କରିବେ, ପ୍ରଭୁ ବିଚାର କରିବେ, ଅନନ୍ତକାଳୀନ ଯୁଗ ଆରମ୍ଭ ହେବ। ଅଧାର୍ମିକ ମାନେ ରହିବେ ନାହିଁ, ଅନ୍ୟାୟ ରହିବ ନାହିଁ, କେବଳ ଶାନ୍ତି, ଆନନ୍ଦ, ପ୍ରେମ ଏସବୁ ଆମମାନଙ୍କ ଜୀବନରେ ଆସିବ। ଯାହା ସବୁ ଆମମାନେ ଆତ୍ମାଙ୍କ ଫଳ ହିସାବରେ ଦେଖିଛେ ସେ ସବୁ ରାଜତ୍ୱ କରିବ। ଆମମାନେ ସମସ୍ତେ ସେ ସମୟକୁ ଅପେକ୍ଷା କରିଛେ। ଆମମାନେ ନିଜ ନିଜକୁ ପ୍ରସ୍ତୁତ କରୁଛେ କି ପ୍ରଭୁଙ୍କର ସେ ଆଗମନ ନିମନ୍ତେ? ଏଇଠି ଯିଶା ଭାବବାଦୀ ଇସ୍ରାଏଲ ଲୋକମାନଙ୍କୁ କହୁଛନ୍ତି ଏଇ କଥା। ପ୍ରଭୁ ଆମ୍ଭମାନଙ୍କୁ ମଧ୍ୟ କହୁଛନ୍ତି ତୁମେମାନେ ଭୟ କର ନାହିଁ, ଆମ୍ଭେ ତୁମ୍ଭ ସଙ୍ଗରେ ଅଛୁ, ନିରାଶ ହୁଅ ନାହିଁ, କାରଣ ଆମ୍ଭେ ତୁମ୍ଭର ପରମେଶ୍ୱର, ଆମ୍ଭେ ତୁମ୍ଭକୁ ସବଳ କରିବା, ଆମ୍ଭେ ତୁମ୍ଭକୁ ସବଳ କରିବା ଓ ଆମ୍ଭେ ତୁମ୍ଭକୁ ସାହାଯ୍ୟ କରିବା। ଆମ୍ଭର ଅଜଣା ଧର୍ମ ସ୍ୱରୂପ, ସେ ଆପଣା ଧର୍ମ ସ୍ୱରୂପ ଦକ୍ଷିଣ ହସ୍ତରେ ତୁମକୁ ଧରି ରଖିବା। ଏହି ଶାସ୍ତ୍ରାନ୍ତ ସେ ଯାହା ଆମେ ପାଠ କଲୁ, ଗୋଟିଏ କଥା ବାରମ୍ବାର ଲେଖାଯାଇଛି, ଆମେ କରିବା, ଆମେ କରିବା। ଦେଖନ୍ତୁ ଆପଣ ମାନେ କେତେ ଥର ଲେଖାଯାଇଛି ଆମେ କରିବା। ପରମେଶ୍ୱର ଆଜି ଗଢିବାକୁ ଚାହୁଁଛନ୍ତି, ପରମେଶ୍ୱର ଆଜି ଆମମାନଙ୍କୁ ତିଆରି କରିବାକୁ ଚାହୁଁଛନ୍ତି, ପରମେଶ୍ୱର ଆଜି ଆମମାନଙ୍କୁ କଥା କହୁଛନ୍ତି। ପରମେଶ୍ୱର ଯାହା ନିଷ୍ପତ୍ତି ନେଇଛନ୍ତି, ଈଶ୍ୱର ସେଇ ପରମେଶ୍ୱର ଆମମାନଙ୍କୁ ସେଇ ନିଷ୍ପତ୍ତି ଅନୁସାରେ ତିଆରି କରିବାକୁ ଚାହାନ୍ତି। ମୁଁ ତୁମ ଜୀବନରେ ଏହା କରିବି, ମୁଁ ତୁମକୁ ସବଳ କରିବି, ମୁଁ ତୁମକୁ ସାହାଯ୍ୟ କରିବି। ଆମେ କେତେବେଳେ ସାହାଯ୍ୟ ଅପେକ୍ଷା କରୁ? ଯେତେବେଳେ କିଛି ଗୋଟେ କାର୍ଯ୍ୟ କରୁଛୁ ଆଉ ଏକାକୀ ହୋଇ କରିପାରୁନାହୁଁ, ଏ କାର୍ଯ୍ୟ ଆମର ନିଜର ଶକ୍ତିରେ ହେଇପାରୁନାହିଁ, ଆମେ ତାର ବାହାରେ ଆମମାନଙ୍କର ଶକ୍ତି, ଆମେ ପାରୁନାହୁଁ ପ୍ରଭୁ, ଆମେ ପାରୁନାହୁଁ। ଏହିପରି କେତେ କାର୍ଯ୍ୟ ଅଛି, ମନୁଷ୍ୟ ମାନେ ସାହାଯ୍ୟ କଲେ ମଧ୍ୟ ତାହା ଠିକ ଭାବେ ହୋଇପାରୁନାହିଁ। ସେଇ କ୍ଷେତ୍ରରେ ସ୍ୱର୍ଗର ପରମେଶ୍ୱର ସେ ନଇଁ ପଡନ୍ତି, ସେ କହନ୍ତି ଆମ୍ଭେ ତୁମକୁ ସାହାଯ୍ୟ କରିବା। 2025 ମସିହାରେ ଆମ୍ଭେ ତୁମକୁ ସବଳ କରିବା, ତୁମକୁ ସାହାଯ୍ୟ କରିବା। ଈଶ୍ୱରଙ୍କର ସାହାଯ୍ୟ କି ପ୍ରକାର ସାହାଯ୍ୟ? ଯିଏ ଅନୁଭବ କରିଛି ସେ ତା ଜାଣିଛି। ଯେପରି ଆମେ ଗୀତରେ ଗାଉ, ପର୍ବତ ଗଣ ପ୍ରତି ମୁଁ ଚାହିଁବି କେଉଁଠାରୁ ମୋର ସାହାଯ୍ୟ ଆସିବ। ମୋର ସାହାଯ୍ୟ ସଦାପ୍ରଭୁଙ୍କ ଠାରୁ ଆସେ, ସେ ଆକାଶ ଓ ପୃଥିବୀ ନିର୍ମାଣ କଲେ, ତାହାଙ୍କ ଠାରୁ ମୋର ସାହାଯ୍ୟ ଆସେ। ଧନ୍ୟ ସେ ଲୋକମାନେ ଯେଉଁମାନେ ଏହି ବିଷୟକୁ ଅନୁଭବ ଜାଣନ୍ତି। ଧନ୍ୟ ସେମାନେ ଯେଉଁମାନେ ଆଜି ପ୍ରତିଦିନ ସାକ୍ଷ୍ୟ ଦିଅନ୍ତି ଈଶ୍ୱରଙ୍କର ସାହାଯ୍ୟ କିପରି ପାଇଛନ୍ତି ଆଉ ପ୍ରଭୁ କିପରି ସେମାନଙ୍କୁ ଧରି ରଖିଛନ୍ତି। ଆମେ ପ୍ରତିଦିନ ଶୁଣିଥାଉ। ମୁଁ ତ ଗତକାଲି ଶୁଣୁଥିଲି ଭଉଣୀ କହୁଥିଲେ
ଯାମାନେ ଚିନ୍ତା କରୁଥିଲୁ ଯେ ପ୍ରତି ସପ୍ତାହରେ କରିବୁ ବୋଲି ତାଙ୍କ ମନରେ ଆସିଲା ପ୍ରତି ସପ୍ତାହରେ ରଖିବି। ମଧୁସୂଦନ ଭଉଣୀ କହୁଥିଲେ ସପ୍ତାହକୁ ଗୋଟେ ଦିନ ରଖିବି, କିନ୍ତୁ ପ୍ରଭୁ କଥା କହିଲେ ସବୁଦିନ ସାକ୍ଷ୍ୟ ଶୁଣିବା ପାଇଁ। କିପରି ପରମେଶ୍ୱର ଆମମାନଙ୍କୁ ଧରି ରଖିଛନ୍ତି। ଧନ୍ୟ ସେଇ ଲୋକମାନେ ଯେଉଁମାନେ ଏ ବିଷୟକୁ ଅନୁଭବ କରିଛନ୍ତି, ଏହା ଜାଣିଛନ୍ତି ଆଉ ପ୍ରକାଶ କରୁଛନ୍ତି, ପ୍ରତିଦିନ ସାକ୍ଷ୍ୟ ଦଉଛନ୍ତି ସଦାପ୍ରଭୁ ମୋର ସାହାଯ୍ୟକାରୀ, ମୁଁ ତାହାଙ୍କ ଠାରୁ ସାହାଯ୍ୟ ପାଉଛି, ସେ ମତେ ସବଳ କରିଛନ୍ତି। ବିଭିନ୍ନ ଘଟଣାରେ ଆମେ ଜୀବନରେ ସାହାଯ୍ୟକୁ ପାଇଛୁ। ମୁଁ ବି ପ୍ରତିଦିନ ତା ଉପଲବ୍ଧି କରିଥାଏ। ପ୍ରଭୁ ସାହାଯ୍ୟ କରିନଥିଲେ ତା ବିଲକୁଲ ହୋଇପାରିନଥାନ୍ତା। କିନ୍ତୁ ଧନ୍ୟ ସେଇ ପରମେଶ୍ୱର ଯେ ସର୍ବୋଚ୍ଚ ସର୍ବଶକ୍ତିମାନ ପରାକାନ୍ତ ପରମେଶ୍ୱର ଯେପରି ଗୀତ ବୋଲୁଥିଲେ, ଯିଏ ଅଛନ୍ତି ସେ ଅଛନ୍ତି ପରମେଶ୍ୱର, ଅନାଦି ଅନନ୍ତ ପରମେଶ୍ୱର, ଯେ କି ପବିତ୍ର ଧାର୍ମିକ ନ୍ୟାୟବାନ ପରମେଶ୍ୱର ଅଟନ୍ତି। ସେ ପରମେଶ୍ୱର ଯାହାଙ୍କର ପ୍ରଶଂସା ସ୍ୱର୍ଗରେ ଅହରହ ହୁଏ, ଯୋଉ ପରମେଶ୍ୱରଙ୍କର ସେବା ସବୁବେଳେ ଦୂତମାନେ କରୁଛନ୍ତି, ସମସ୍ତ 24 ପ୍ରାଣୀ 4 ପ୍ରାଣୀ ଏବଂ ସମସ୍ତ ସାଧୁଗଣ ସେମାନଙ୍କୁ ଉବୁଡ ହୋଇ ତାଙ୍କୁ ପ୍ରଣାମ କରନ୍ତି। ତାଙ୍କର ମୁଖମଣ୍ଡଳକୁ ଦେଖିବାକୁ ଯାହାର ସାହସ ନଥାଏ, ସେଇ ପରମେଶ୍ୱର ଜ୍ୟୋତିର୍ମୟ ପରମେଶ୍ୱର, ସେଇ ପରମେଶ୍ୱର ପୃଥିବୀର ଧୂଳିରୁ ତିଆରି ହୋଇଥିବା ମନୁଷ୍ୟକୁ କହୁଛନ୍ତି ମୁଁ ତୁମର ସାହାଯ୍ୟ କରିବି, ମୁଁ ତୁମକୁ ସବଳ କରିବି। ଯୋଉ ପରମେଶ୍ୱରଙ୍କୁ ଆମେ ଦେଖିପାରୁନା, ଯୋଉ ପରମେଶ୍ୱରଙ୍କୁ ପ୍ରତିଦିନ ଆମେ ଅନୁଭବ କରିଥାଉ, ସେ କହୁଛନ୍ତି ମୁଁ ତତେ ସାହାଯ୍ୟ କରିବି। ଆମମାନେ ଅପେକ୍ଷା କରିଥାଉ। ତାଙ୍କର ସାହାଯ୍ୟ ହଉଛି ବାସ୍ତବ ସାହାଯ୍ୟ। ସେ ଆମ ପାଇଁ ସ୍ୱର୍ଗ ଛାଡିକି ଆସିଲେ। ସେ କଣ ଆମକୁ ଆଜି ସେତିକି ସାହାଯ୍ୟ କରିପାରିବେ ଆମେ ଯେତିକି ଅପେକ୍ଷା କରିଛୁ? କାଲି ଭାଇ ଜଣେ କହୁଥିଲେ, ଗତ ବର୍ଷ ଜାନୁଆରୀ ମାସରେ ମୋ ଜୀବନରେ ବହୁତ ଦୁଃଖ ଆସିଥିଲା, ରୋଗର ଦୁଃଖ। ଏ ବର୍ଷ ଜାନୁଆରୀରେ ଅର୍ଥର ଅଭାବର ଦୁଃଖ। ମୁଁ ଉର୍ଦ୍ଧ୍ୱ ଦୃଷ୍ଟି ଆଡେ ଅନେଇଲି ପ୍ରଭୁଙ୍କ ଆଡେ। ପ୍ରଭୁ ଏ ଜାନୁଆରୀ ମାସ କେବଳ ନୁହେଁ, ପ୍ରତି ମାସ ମୋର ଯତ୍ନ ନେଇ କଢେଇ ନେବେ। ମତେ ସେଇ ଭରସା ପ୍ରଭୁ ଦେଇଛନ୍ତି। ପ୍ରଭୁ ଖୋଜି ରକ୍ଷା କରିବା ପାଇଁ ଆସିଥିଲେ। ସେଇ ପରମେଶ୍ୱର କଣ ଆମମାନଙ୍କୁ ସାହାଯ୍ୟ କରିପାରିବେ? ଯିଏ ଆମମାନଙ୍କ ପାଇଁ ପ୍ରାଣ ଦେଇଛନ୍ତି, ଅଲ୍ଟିମେଟଲି ସେ କଣ ଆମମାନଙ୍କୁ ସାହାଯ୍ୟ କରିପାରିବେ? ସେ ଆମମାନଙ୍କୁ କୋଉ ବିଷୟରେ ସାହାଯ୍ୟ କରିବେ? ନା ସବୁ ବିଷୟରେ ସାହାଯ୍ୟ କରିବେ। କିନ୍ତୁ ପରମେଶ୍ୱର ଯେତେବେଳେ କହୁଛନ୍ତି ତୁମେ ଭୟ କର ନାହିଁ, କାରଣ ଆମ୍ଭେ ତୁମ ସଙ୍ଗରେ ଅଛୁ, ନିରାଶ ହୁଅ ନାହିଁ, କାରଣ ଆମ୍ଭେ ତୁମଙ୍କର ପରମେଶ୍ୱର, ଆମ୍ଭେ ତୁମକୁ ସବଳ କରିବା, ଆମ୍ଭେ ତୁମର ସାହାଯ୍ୟ କରିବା। ଆପଣା ଧର୍ମ ସ୍ୱରୂପ ଦକ୍ଷିଣ ହସ୍ତରେ ତୁମକୁ ଧରି ରଖିବା। କେତେ ଆଶ୍ଚର୍ଯ୍ୟ ପ୍ରତିଜ୍ଞା! ଏପରି ପ୍ରତିଜ୍ଞା କେହି ଦେଇପାରନ୍ତି ନାହିଁ। ଏ ପୃଥିବୀରେ କେହି ଲୋକ ଆମମାନଙ୍କୁ ଏହିପରି ପ୍ରତିଜ୍ଞା ଦେଇପାରିବ ନାହିଁ, ମୁଁ ତ ପରୀକ୍ଷା ଏମିତି କରିଦେବି। କିନ୍ତୁ ଆମମାନଙ୍କର ସୃଷ୍ଟିକର୍ତ୍ତା ପରମେଶ୍ୱର ଏହା କହୁଛନ୍ତି, ମୋର ସବଳ ବାହୁରେ ତତେ ଧରି ରଖିବି, ଦକ୍ଷିଣ ହସ୍ତରେ ତତେ ଧରି ରଖିବି। ଯେଉଁ ପରମେଶ୍ୱର ଆମର ସମସ୍ତ ଅପରାଧ ଦୋଷ ନିଜ ଉପରକୁ ନେଇଯାଇଛନ୍ତି, ନିଜକୁ ବଳି ଦେଇଛନ୍ତି, ସେଇ ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରିପାରିବେ କି? ନିଶ୍ଚୟ ସେ ସାହାଯ୍ୟ କରିବେ। ମୁଁ ତୁମ ପାଇଁ ଏତେ କରିଛି, ଆଉ ଟିକେ କରିପାରିବି ନାହିଁ? କାହିଁକି ନିରାଶ ହଉଛ? କାହିଁକି ଭୟଭୀତ ହେଉଛ? କେଉଁ ବିଷୟ ତୁମକୁ ଆଶଙ୍କାଗତ କରୁଛି? କେଉଁ ବିଷୟ ତୁମକୁ କବଳିତ କରିପାରୁଛି, ବିଚଳିତ କରିଦେଉଛି? କେଉଁ ବିଷୟ ତୁମକୁ ଅସ୍ଥିର କରି ପକଉଛି? ଆୟୁବଙ୍କ ଜୀବନକୁ ଆମେ ଯେତେବେଳେ ଦେଖୁ, କିପରି ଦୁଃଖ ଆସିଲା। ହେ ସଦାପ୍ରଭୁ, ମୁଁ ଜାଣେ ତୁମର ସବୁ କରିପାର, ପରମେଶ୍ୱର ସବୁ କରିପାରନ୍ତି। ଆୟୁବ କହୁଛନ୍ତି, ହେ ସଦାପ୍ରଭୁ, ମୁଁ ଜାଣେ ତୁମେ ସମସ୍ତ କରିପାର। ହାଲେଲୁୟା। କେଉଁ ଅବସ୍ଥାରେ ଆୟୁବ କହୁଛନ୍ତି? ସୁଖ ଅବସ୍ଥାରେ? ନିଶ୍ଚିତ ଭାବରେ ନୁହେଁ। ଯେତେବେଳେ ତାଙ୍କର ସବୁ ଧନ ସମ୍ପତ୍ତି ଚାଲି ଯାଇଛି, ତାଙ୍କର 10ଟି ଯାକ ପୁଅ ଝିଅ ମରି ଯାଇଛନ୍ତି, ଯେତେବେଳେ ସେ କଷ୍ଟକର ଅବସ୍ଥା ଦେଇ ଯାଉଛନ୍ତି, ଯୋଉପରି କଷ୍ଟ କେହି ସହି ନପାରେ, ସେଇପରି ଅବସ୍ଥାରେ ସେ କହୁଛନ୍ତି, ସ୍ୱୀକାର କରୁଛନ୍ତି, ହେ ସଦାପ୍ରଭୁ, ମୁଁ ଜାଣେ ତୁମେ ସମସ୍ତ କରିପାର। ସେ ପରମେଶ୍ୱର ଗୌରବମୟ ପରମେଶ୍ୱର କହୁଛନ୍ତି, ମୁଁ ସବୁ କିଛି କରିପାରେ। ଆମ ମନରେ କିଏ ମଧ୍ୟ ଏପରି ଶୋଚନୀୟ ଅବସ୍ଥାରେ ଅଛି ଯେପରି ଆୟୁବ ଥିଲେ?
से अवस्था से प्रशंसा कर भरोसा रखिंट 2025 मसीहा हुए तो रोग आसपे दुख आसपे समस्या आसपे वक्र पथ आसपे जपरी काली शुणुलु किंतु प्रभु आम को निर्दिष्ट स्थान रे पहुंचवा प्रस्तुत करने यहीपरी अवस्था दे आम को नौचंती वो विकल है कि परमेश्वर को खोजुले किंतु परमेश्वर से पाखरे अछंती जेपरी सद्रक मैशक ओबेदनक नियारे पड़िथिले मध्य प्रभु सेठी संगे थिले जपरी दानिएल सिंह गातारे पड़िथिले मध्य सदा प्रभु तांको पाखरे थिले जेपरी जोसेफ जेल रहिले मध्य से सेठी जोसेफ को संगरे थिले आज से परमेश्वर कहउछंती मो तो संगे रहिबी सुखकर अवस्था हो बा दुखकर परिस्थिति हो समस्या हो शांति हो अशांति हो अत्यंत रोगग्रस्त हो विलापरे हो कष्टकर अवस्था हो प्रचुरता हो कि अभाव रे हो जो भी आम थाऊ जेपरी अवस्था थाऊ रे पुओ रे झियो मु सर्वदा तो सहित अच्छी रही रही जेते ताड़नाकारी माने आसिले मध्य जेते समस्या आसिले मध्य एमान को उड़े दिया जीवो अनेक समय भावुचे प्रभु कहीं नीरव अच्छे प्रभु कहीं नीरव अच्छे आम जदि दुईटी घटना देखु आपण माने देखी जानी जिते नौकार शिष्य मान सहित प्रभु जाऊले आ शोई पड़ते झड़ आसूला शिष्य माने भयग्रस्त होते व्यस्त हो जाते प्रभु मल्लु बोली कहते किंतु प्रभु जीशु शोई प्रभु तांको पाखरे थिले मते से माने भयग्रस्त होते आज आम माने जेपरी हो अनेक समय जानी पारुना जे सृष्टिकर्ता जे आश्चर्य परमेश्वर जे अनादि अनंत परमेश्वर से पाखरे शोइछंती पाखरे ठिया आइछंती पाखरे रहिछंती जे कि आम को छाड़िबे नाही बोली कहिछंती आ प्रभुंकर गोटे धमक रे सब किछि शांत हो गला सब किछि बदली गला नुआ हो गला अनेक घटना माने देखिचु सुनिचु प्रभु जीशु आमन को कहउछंती शत्रु को प्रेम करबा पई मु जेपरी शत्रु को प्रेम करछि तुमे सेपरी शत्रु को प्रेम कर मु जेपरी दीर्घ सहिष्णु अछि तुमे सेपरी दीर्घ सहिष्णु हो जो सब आत्मा को फल गुडी माने धारण करू जते कहले भी आमने सुन परना कहीं इट इज वेरी डिफिकल्ट शत्रु को प्रेम करबा कहा पाखे सहज साध्य नुहे से मते चटकाने मारिया मु चुप के रह जीवी मु चटकाने मार देबी दंत परिवर्ते दंत आगुर तो पुआ जाइछि पुरातन नियम रे जैसा को तैसा किंतु मु तुम मान को कहूछि जदि कहीं तुम्बर चादर नहीं जाए ताकू तुम्बर अंग रखा मध्य दे दियो ताड़नाकारी मान प्रार्थना कर को प्रभु यह शिखैथिले जो प्रभु आमन को उद्धार करछंती जो प्रभु आमन को पाखरे ठियाइछंती जो प्रभु आमन को भिन्न भिन्न अनुभूति दे कढ़ई नहीं जाउछंती से चाहती ताहांको गुण तांको भली आमने जीवन यापन करू से भली हो ख्रीष्टंकर जेपरी गुण चरित्र मन थिला से परि तुमମାନଙ୍କର मन हेउ प्रभु आमन को चाहती से सब परिस्थिति मध्य भक्ति करने से आम को अनुमति दियंती से कहते यही परिस्थिति आम तुमको साहाय्य करवा से सर्वदा आमको साहाय्य करने ପାଇଁ अपेक्षा करछंती हमने जितेबाला देखो देखो हमने तुमको छुरिका सदृश करछु इस्राएल नरगुण भय कर ना सदा प्रभु कहते आंबे तुम साहाय्य करवा और इस्राएल धर्मस्वरूप तुम मुक्तिदाता अटंती 14 पदे लिखा जाउची पर्वत गण बोली लिखा जाइछि जाकुब को कीट स्वरूप कह जाइछि विराट विराट पर्वत गोटे छोट कीटर मुकाबिला होई परिबो कि कल्पना कले मध्य होई परिबोनी
ଅସମ୍ଭବ ଲାଗୁଛି। ସଦାପ୍ରଭୁ କହୁଛନ୍ତି ତୁମ୍ଭେ ପର୍ବତ ଗଣକୁ ଚୂର୍ଣ୍ଣ କରିବ। ଚୂର୍ଣ୍ଣ କରିବାର ଅର୍ଥ ହଉଛି ପୁରା ଗୁଣ୍ଡ କରିଦବ, ପିମ୍ପୁଡିଠାରୁ ଛୋଟ ଗୁଣ୍ଡ, ବାଲି ଭଳିଆ ଗୁଣ୍ଡ କରିଦବ। ହୁଏତ ଆମମାନଙ୍କର ସମସ୍ୟା, ତୁମମାନଙ୍କର ସମସ୍ୟା ପର୍ବତ ପରି ଦିଶୁଛି, କିନ୍ତୁ ତାହାକୁ ଆମେ ଚୂର୍ଣ୍ଣ କରିବୁ, କାରଣ ଈଶ୍ୱର ମୋ ସହିତ ଅଛନ୍ତି। ଈଶ୍ୱର କଣ କରି ନ ପାରନ୍ତି? ଯେଉଁ ଈଶ୍ୱରଙ୍କର ସେବା, ଆରାଧନା, ସ୍ତୁତି ଆମେ କରୁଛୁ, ଯାହାଙ୍କଠାରେ ବିଶ୍ୱାସ କରିଅଛୁ, ତ ସେଇ ଈଶ୍ୱର ଆମକୁ ଏହିପରି ଭାବରେ କହୁଛନ୍ତି ଯେ ଆମେ ଚୂର୍ଣ୍ଣ କରିଦେବୁ। ପର୍ବତ ଭଳି ପର୍ବତ, କେତେ ବଡ ପର୍ବତ ଆଖି ପାଉନି। ଆମମାନଙ୍କର ପରିସ୍ଥିତି ଗୁଡାକ ପର୍ବତ ପରି ଆମକୁ ଲାଗିପାରେ, କିନ୍ତୁ ପରମେଶ୍ୱରଙ୍କ ପାଖରେ ଏସବୁ କିଛି ନୁହେଁ। ହୁଏତ ଆମମାନେ ସେ ସମସ୍ୟାକୁ ସମାଧାନ କରିପାରୁନା, ଆମମାନଙ୍କର ସାହସ ପାଉନି, ଆମମାନେ ଭୁଲି ଯାଉଛୁ କିପରି ଅବସ୍ଥାରେ ଅଛୁ। ସେ ପ୍ରକାର କ୍ଷେତ୍ରରେ ଆମମାନଙ୍କର ପରମେଶ୍ୱର କହୁଛନ୍ତି ଆମ୍ଭେ ତୁମକୁ ସାହାଯ୍ୟ କରିବା। ଆଉ ତାଙ୍କର ପ୍ରତିଜ୍ଞା ହଉଛି କଣ? ଆମ୍ଭେ ତୁମକୁ ତୀକ୍ଷ୍ଣ ଛୁରିକା ବିଶିଷ୍ଟ ନୂତନ ଶସ୍ୟମର୍ଦ୍ଦନ ଯନ୍ତ୍ର ସ୍ୱରୂପ କରିବା। ତୀକ୍ଷ୍ଣ ଛୁରିକା ବିଶିଷ୍ଟ ନୂତନ ଶସ୍ୟମର୍ଦ୍ଦନ ଯନ୍ତ୍ର ସ୍ୱରୂପ କରିବା। ଶସ୍ୟମର୍ଦ୍ଦନ ଯନ୍ତ୍ର, ପୁଣି ଲେଖାଯାଇଛି ଯେ ନୂତନ ଯନ୍ତ୍ର ଅର୍ଥାତ୍ ଯାହାକି ବିଲକୁଲ ବ୍ୟବହାର ହୋଇନାହିଁ, ଯାହା ଖୁବ ଜୋରରେ କାର୍ଯ୍ୟ କରିପାରିବ, ଯାହାକି ବହୁତ ତୀକ୍ଷ୍ଣ, ପୁରା ଠିକ ଠାକ କାମ କରିବ, ତାହାରି ପରି ତୁମକୁ କରିବା। ଆଉ ତୁମେ ପର୍ବତ ଗୁଣକୁ ଚୂର୍ଣ୍ଣ କରିବ। ଆପଣଙ୍କର ସମସ୍ୟା ଯେତେ ବଡ ହଉ, ଆପଣଙ୍କ ପରିସ୍ଥିତି ଯେତେ ବଡ ହଉ, ଆପଣଙ୍କୁ ଯେତେ ପର୍ବତ ପରି ଦେଖାଯାଉ, ସେଇ ସମୟରେ ପ୍ରଭୁ କହନ୍ତି ଭୟ କର ନାହିଁ, ଆମ୍ଭେ ତୁମକୁ ସବଳ କରିବା, ଆମ୍ଭେ ତୁମକୁ ଧର୍ମ ସ୍ୱରୂପ ଦକ୍ଷିଣ ହସ୍ତରେ ଧରି ରଖିବା। ଆମ୍ଭର ସମସ୍ୟା ରୂପ ପର୍ବତ ଭାଙ୍ଗି ଭୁଷୁଡି ପଡିବ, ଆଉ ତାହା ଚୂର୍ଣ୍ଣ ହେଇଯିବ, କାରଣ ପରମେଶ୍ୱରଙ୍କ ହସ୍ତ ଆମମାନଙ୍କୁ ସୁରକ୍ଷିତ ରଖିବ, ଆମମାନଙ୍କୁ କଢେଇ ନବ, ସବୁ ସମସ୍ୟା ସମାଧାନ ହବ। କାରଣ ଆମେ ତୁମକୁ ସେଇପରି ଗୋଟେ ମର୍ଦ୍ଦନ ଯନ୍ତ୍ର ସ୍ୱରୂପ ତିଆରି କରିବୁ, ତୁମେ ଉପ ପର୍ବତକୁ ଭୂଷି ତୁଲ୍ୟ କରିବ। 16 ପଦରେ ଲେଖାଯାଉଛି ତୁମ୍ଭେ ସେମାନଙ୍କୁ କୁଲାରେ ଉଡାଇଲେ ବାୟୁ ସେମାନଙ୍କୁ ଉଡାଇ ନେଇଯିବ ଓ ଘୂର୍ଣ୍ଣିବାୟୁ ସେମାନଙ୍କୁ ଛିନ୍ନ ଭିନ୍ନ କରି ପକାଇବ। ପୁଣି ତୁମ୍ଭେ ସଦାପ୍ରଭୁଙ୍କ ଠାରେ ଉଲ୍ଲାସ କରିବ ଓ ଇସ୍ରାଏଲର ଧର୍ମସ୍ୱରୂପଙ୍କ ଠାରେ ଦର୍ପ କରିବ। ଯେଉଁମାନେ ତୁମ ବିପକ୍ଷରେ ଆସିବେ ସେମାନଙ୍କର ସମସ୍ତ ଅସ୍ତ୍ରଶସ୍ତ୍ର ଅକାମୀ ହେଇଯିବ। ଏଇଟା ସେଇ ସମୟ ପାଇଁ ଲେଖାଯାଇଛି ଯେଉଁ ସମୟରେ ବିଶ୍ୱାସୀ ମାନେ ପ୍ରଭୁଙ୍କ ସହିତ ରାଜତ୍ୱ କରିବେ, ପୃଥିବୀର ଲୋକମାନଙ୍କ ଉପରେ କର୍ତ୍ତାପଣ କରିବେ। 1000 ବର୍ଷ ଆମ୍ଭମାନଙ୍କୁ ବିଭିନ୍ନ ଅଧିକାର ମାନ ଦିଆଯିବ, ଦେଶରେ ଶୃଙ୍ଖଳା ରହିବ, କୌଣସି ପ୍ରକାର ଅପୋଜିସନ ରହିବ ନାହିଁ। ସାରା ପୃଥିବୀରେ ଈଶ୍ୱରଙ୍କର ମହିମା ହବ, କୀର୍ତ୍ତନ ହେବ, ତାଙ୍କର ଗୌରବ କରାଯିବ, ଆଉ ତାଙ୍କର ଧାର୍ମିକତାରେ ସମସ୍ତ ପୃଥିବୀ ଚାଲିବ। ଏସବୁ ମଧ୍ୟରେ ପ୍ରଭୁ ଆମମାନଙ୍କୁ ଧରି ରଖିଛନ୍ତି। ଆମମାନେ ଏପର୍ଯ୍ୟନ୍ତ ଆସିପାରୁଛୁ ଯେ ପର୍ଯ୍ୟନ୍ତ ଆମମାନଙ୍କର ବଳଦାତା ପରମେଶ୍ୱର ପ୍ରଭୁ ଆମମାନଙ୍କୁ ଧରି ରଖିଛନ୍ତି। ପାଉଲ କହିଲେ ମୋ ବଳଦାତାଙ୍କ ସାହାଯ୍ୟରେ ମୁଁ ସମସ୍ତ କିଛି କରିପାରେ। ଆଉ ଆମମାନଙ୍କୁ ବିଶ୍ୱାସ କରିବାକୁ ହେବ ଯେ ଆମମାନଙ୍କର ଈଶ୍ୱର ମୋ ସହିତ ଅଛନ୍ତି, ଆଉ ମୁଁ ସବୁ କିଛି କରିପାରିବି, କାରଣ ବିଶ୍ୱାସ ବିନା ତାଙ୍କର ସନ୍ତୋଷ ପାତ୍ର ଆମେ ହେଇପାରିବା ନାହିଁ, ତା ଅସମ୍ଭବ। ଯେ କେହି ଈଶ୍ୱରଙ୍କ ନିକଟକୁ ଆସେ ସେ ବିଶ୍ୱାସ ସହ ଆସିବା ଦରକାର ଯେ ସେ ଅଛନ୍ତି, ସେ ସର୍ବଶକ୍ତିମାନ, ସେ ସବୁ କିଛି କରିପାରିବେ, ସେ ଅନାଦି ଅନନ୍ତ, ସେ ସର୍ବ ସୃଷ୍ଟିକର୍ତ୍ତା ପରମେଶ୍ୱର। ମୋର ସମସ୍ତ ଅଭାବ ସମୟରେ ସେ ମୋ ସହାୟତାରେ ଅଛନ୍ତି, ମୋର ସମସ୍ତ ଦୁଃଖ କଷ୍ଟ ମଧ୍ୟରେ ସେ ମୋ ସହାୟତାରେ ଅଛନ୍ତି। ମୁଁ ତାଙ୍କୁ ଦେଖିପାରୁନାହିଁ, ମାତ୍ର ସେ ଅଛନ୍ତି। ମୋର ସମସ୍ତ ପରିସ୍ଥିତିରେ, ସମସ୍ତ ଅବସ୍ଥାରେ ସେ ମୋ ପାଖରେ ଠିଆ ହେଇଛନ୍ତି ବନ୍ଧୁ ହିସାବରେ। ଆମମାନଙ୍କୁ ସେତିକି ବିଶ୍ୱାସ କରିବାକୁ ପଡିବ ଯେ ପରମେଶ୍ୱର ମତେ ଛାଡିବେ ନାହିଁ। ସେ ସବୁଦିନ ସବୁ ସମୟରେ 24 ଘଣ୍ଟା ପ୍ରତି ସେକେଣ୍ଡ ପ୍ରତି ମୁହୂର୍ତ୍ତ ସେ ମୋ ସହିତ ଅଛନ୍ତି। ସେ ନିତ୍ୟାନ୍ତ ମତେ ସାହାଯ୍ୟ କରିବେ। ଏ ବର୍ଷ ସାରା ଯେତେ କଷ୍ଟ ଆସୁ, ଯେତେ ସମସ୍ୟା ଆସୁ, ସେ ମତେ ସାହାଯ୍ୟ କରି ଚାଲିବେ। ଆମ ସାଙ୍ଗରେ ସେ ଚାଲିବାକୁ ପ୍ରତିଜ୍ଞା ଦେଇଛନ୍ତି, ଆଉ ସେ ଛାଡିବେ ନାହିଁ, କାରଣ ସେ ଇମାନୁଏଲ ପରମେଶ୍ୱର। ସେ ଆମ୍ଭମାନଙ୍କୁ କଦାପି ବି ଛାଡିବେ ନାହିଁ। ଯେଉଁ
ପ୍ରତିଜ୍ଞା ସେ କରିଛନ୍ତି ସେଇ ପ୍ରତିଜ୍ଞା ସେ ରକ୍ଷା କରିବେ। ଆମ୍ଭେ ତୁମକୁ କଦାପି ଛାଡ଼ିବା ନାହିଁ, କଦାପି ପରିତ୍ୟାଗ କରିବା ନାହିଁ। ମୋର ପରମେଶ୍ୱର, ମୋର ପ୍ରଭୁ ମତେ କେବେ ବି ଛାଡ଼ିବେ ନାହିଁ। ମତେ ତାଙ୍କ ପଥରେ କଢାଇ ନେବେ। ଯଦି ଆମମାନେ ସେଇ ଯିଶାଙ୍କର 58 ପର୍ବ 11 ପଦ ଦେଖୁ, ସେଠାରେ ଏହିପରି ଲେଖାଯାଏ। ମୁଁ ଏଇ ପଦଟି ପଢି ଶେଷ କରିବି, ଆମମାନେ ଶୁଣିବା। 11 ପଦରେ ଲେଖାଯାଉଛି, ଆଉ ସଦାପ୍ରଭୁ ନିତ୍ୟ ତୁମ୍ଭକୁ ପଥ କଢାଇ ନେବେ ଓ ମରୁଭୂମିରେ ତୁମ୍ଭ ପ୍ରାଣକୁ ତୃପ୍ତ କରିବେ। ମରୁଭୂମିରେ ତୁମ୍ଭ ପ୍ରାଣକୁ ତୃପ୍ତ କରିବେ ଓ ତୁମ୍ଭ ଅସ୍ଥି ସକଳକୁ ବଳିଷ୍ଠ କରିବେ। ତହିଁରେ ତୁମ୍ଭେ ଜଳ ସିଞ୍ଚିତ ଉଦ୍ୟାନ ତୁଲ୍ୟ ଓ ଜଳାଭାବ ନଥିବା ନିର୍ଝର ତୁଲ୍ୟ ହେବ। ଆମ ପରମେଶ୍ୱର ଯାହା ପ୍ରତିଜ୍ଞା କରନ୍ତି ତା ରକ୍ଷା କରନ୍ତି। ମୋର ପ୍ରିୟ ଭାଇ ଭଉଣୀ ମାନେ, ମୋର ପ୍ରିୟ ପ୍ରଭୁଙ୍କର ସନ୍ତାନ ସନ୍ତତି ମାନେ, ଆଜି ପ୍ରଭୁ ମତେ ପୁଣି ଆପଣଙ୍କୁ କହୁଛନ୍ତି, ମୁଁ ତତେ ଛାଡ଼ିବି ନାହିଁ, ମୁଁ ତୋ ପାଖରେ ଠିଆ ହେଇ ନାହିଁ। ମୁଁ ତତେ ଏପରି କରିବି ଯେ ତୁ ଉଦ୍ୟାନ ତୁଲ୍ୟ ହେବୁ, ଜଳ ସିଞ୍ଚିତ ଉଦ୍ୟାନ ତୁଲ୍ୟ, ଜଳାଭାବ ନଥିବା ନିର୍ଝର ତୁଲ୍ୟ, ଯୋଉଠି ସବୁବେଳେ ଜଳର ଅଭାବ ହେବ ନାହିଁ, ସେଇପରି ନିର୍ଝର ତୁଲ୍ୟ ତତେ କରିବି। ଆମମାନେ ହୁଏତ 2025କୁ ସମ୍ପୂର୍ଣ୍ଣ ରୂପେ ଦେଖିପାରୁନା, କାଲିକୁ ଦେଖିପାରୁନା, କଣ ଘଟିବ କଣ ନାହିଁ, କିନ୍ତୁ ପରମେଶ୍ୱରଙ୍କର ପ୍ରତିଜ୍ଞା ବିଫଳ ହୋଇନଥାଏ। ଆଜି ମତେ ପୁଣି ଆପଣ ମାନଙ୍କୁ ପ୍ରଭୁ ସେଇ ଭରସା ଦଉଛନ୍ତି, ମୁଁ ତୋ ସାଥିରେ ଅଛି, ମୁଁ ତୋ ସହିତରେ ଅଛି, ମୁଁ ତତେ ସବଳ କରିବି, ସାହାଯ୍ୟ କରିବି। ପ୍ରଭୁ ଏଇ ଛୋଟ ବାକ୍ୟରେ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।